ସଦା ସର୍ବଦା ସମୟ ଉପରେ ଧ୍ୟାନ ଦିଅନ୍ତୁ। କେବଳ ନିଜେ କହୁଥିବେ, ଅନ୍ୟ କାହାକୁ କହିବାର ସୁଯୋଗ ନ ଦେବା ବି ଠିକ୍ ନୁହେଁ। କହିବାର ପାଳି ଆସିଲେ ତର୍କ ସଙ୍ଗତ କଥା କୁହନ୍ତୁ। କମ୍ ଶବ୍ଦରେ ବହୁତ କିଛି କହିପାରିଲେ ଦୀର୍ଘ ସମୟର ଭାଷଣ ଠାରୁ ଅଧିକ ଭାବରେ ପରିଲକ୍ଷିତ ହୁଏ। ଏହି 10ଟି ସ୍ଥାନରେ କେବେ ହସିବେ ନାହିଁ। ଭୋଜନ କରୁଥିବା ବେଳେ କିମ୍ବା ଜଳପାନ କରୁଥିବା ସମୟରେ ହସନ୍ତୁ ନାହିଁ। କାହାର ଦୁଃଖ ସମୟରେ ହସିବେନି। ଏକା ଏକା ଯାଉଥିବା ସମୟରେ ହସିବେନି। ଅକାରଣେ ପଣ୍ଡିତ ମଣ୍ଡଳେ ହସିବେନି। ଛୋଟ କଥା ନେଇ କୋଳାହଳରେ ହାକିମଙ୍କ ସମ୍ମୁଖରେ ବସି ଏବଂ ଶତ୍ରୁ ଆଗେ ହସିବେନି। ଗୁରୁଜନଙ୍କ ସମ୍ମୁଖରେ ଧ୍ୟାନ କରୁଥିବା ସମୟରେ ହସନ୍ତୁ ନାହିଁ। ସମ୍ମାନ ମିଳୁଥିବା ସମୟରେ ହସିବେନି। ପୁରସ୍କାର ପାଉଥିବା ସମୟରେ ହସିବେନି। ଗରିବ ଦୁଃଖୀ ରଙ୍କିଙ୍କୁ ଦେଖିଲେ ହସିବେ ନାହିଁ। ଆଜିର ଶୁଭବାର୍ତ୍ତା ନିଶ୍ଚୟ ବୁଦ୍ଧି, ସଚ୍ଚା ଭାବନା ଓ ଅଟଳ ବିଶ୍ୱାସର ଜୀବନ ଅନ୍ୟକୁ ପ୍ରେରଣା ଦିଏ। କଥାରେ ଅଛି, ମନୋବଳ ଦୃଢ଼ ଥିଲେ ମୃତ୍ୟୁକୁ ମଧ୍ୟ ପରାସ୍ତ କରି ହୁଏ। ଭଗବାନଙ୍କ ନିର୍ଦ୍ଦେଶରେ ଯାହାକୁ ଯେତିକି ପରିମାଣରେ ଦୁଃଖ ଭୋଗ କରିବାକୁ ଅଛି, ସେତିକି ପରିମାଣର ତାହା ଭୋଗ କରେ। ଯେତେ ପ୍ରକାର ଯତ୍ନ କଲେ ମଧ୍ୟ ଏଥିରୁ ରତିଏ ମାତ୍ରାରେ ବା ବୃଦ୍ଧି ହୁଏ ନାହିଁ। ଯଦି ଆପଣଙ୍କ ପ୍ରତି କେହି ଖରାପ ଆଚରଣ କରୁଥାଏ, ତେବେ ଆପଣ ତା ପ୍ରତି ଭଲ ଆଚରଣ କରନ୍ତୁ। ଆପଣଙ୍କର ଭଲ ପଣିଆର ଫଳ ଆପଣଙ୍କୁ ନିଶ୍ଚୟ ମିଳିବ। ଆପଣଙ୍କୁ ଖରାପ ଆଚରଣ କରୁଥିବା ବ୍ୟକ୍ତିର ପରିଣାମ ନିଃସନ୍ଦେହ ରୂପେ ତ୍ରିଶୂଳ ମୂଳ ପରି ତୀକ୍ଷ୍ଣ କଣ୍ଟକ ରୂପେ ତାକୁ ବିଦ୍ଧ ହେବ। ପ୍ରକୃତିର ନିୟମକୁ ଗଣିତ ଭାଷାରେ ଭଗବାନଙ୍କ ହାତରେ ଲେଖାଯାଇଛି ଯେ ପ୍ରେମ ସବୁ ମଣିଷକୁ କବି କରିଦିଏ। ଅନେକ ଲୋକ ଅଛନ୍ତି ଯେଉଁମାନେ କେବଳ ଦେଖାଣିଆ ଭାବେ କାଠ ମାଳି ଧରି ହରିନାମ ଜପ କରନ୍ତି। ଏହା କେବଳ ଲୋକ ଦେଖାଣିଆ ଭକ୍ତି। ଏପରି ବର୍ଷ ବର୍ଷ ଧରି ମାଳା ଜପ କରିବାରେ ଯଦି ହୃଦୟରେ କିଛି ପରିବର୍ତ୍ତନ ନ ହେଲା, ତେବେ ସେଥିରେ ଲାଭ ଅବା କ'ଣ? ଧନ ନଥାଇ ଯେପରି କେହି ମହାଜନ ବା ସାହୁକାର ବୋଲାଇ ପାରନ୍ତି ନାହିଁ, ସେହିପରି ହରିଭକ୍ତି ବା ହରିଭଜନ ବ୍ୟତୀତ କେହି ସାଧୁ ବୋଲାଇ ପାରନ୍ତି ନାହିଁ। କାହାରି ପାଖରେ ହାତ ପକାଇ ମାଗିବା ଠାରୁ ବରଣ କରିବା ଶ୍ରେୟସ୍କର। ତୃଷାର୍ତ୍ତ ଲୋକ ନଦୀ ପାଣିରୁ ବୁନ୍ଦିଏ ପିଇଦେଲେ କେବେ ଶୁଖିଯାଏ ନାହିଁ। ଏହିପରି ପ୍ରକୃତ ଦାନ କଲେ କେତେବେଳେ ହେଲେ ଧନ କ୍ଷୟ ହୁଏ ନାହିଁ। ଜୟ ଶ୍ରୀ ଜଗନ୍ନାଥ।